ନମସ୍କାର ସାଙ୍ଗମାନେ। ଆଜିର ଭିଡ଼ିଓ ଟିକେ ଆରମ୍ଭ ହେଉଛି ମୋର ପସନ୍ଦର ଜାଗା, ଯୋଉଟାକି ଆପଣମାନଙ୍କୁ ଦେଖେଇବି। ସେଇଟା ହେଉଛି ଠାକୁର ଘର। ଆଉ ଆଜି ମାନେ ବେଶୀ ତ ଫୁଲ ଫୁଟୁନି ଯେହେତୁ ଶୀତ ଦିନ ଚାଲିଛି। ଏଇ ଗୋଟେ ବଡ଼ ଫୁଲ ଜଣେ ଦାଦା ହେବେ ସିଏ ଆଣିକି ଦେଇଥିଲେ 2ଟା ଏମିତି ଫୁଲ। ଆଉ ବାକି ଅଳ୍ପ କିଛି ଫୁଲ ଥିଲା ଯୋଉଟା ମୁଁ ମାଆଙ୍କୁ ଦେବି ବୋଲି ଆଣିଥିଲି। ତ ଆସିକି ଫୁଲ ଏମିତି ସବୁ ରଖି ସାଇଲା ପରେ ଯେହେତୁ ଆମର ଘର କଲର୍ ଦିଆହଉଛି ତ ଠାକୁର ଘର ବି କଲର୍ ଦିଆହେଇଥିଲା। ଜିନିଷପତ୍ର ସବୁ ଏପଟ ସେଟ ମାନେ ହେଇକି ଥିଲା ଏସବୁ ଜିନିଷ। ତ ମୁଁ ଆସିବା ପରେ ହିଁ ଠାକୁରଙ୍କୁ ଫାଷ୍ଟ ପୋଛି ପାଛି ରଖିଦେଇଥିଲି, ଯାହାର ଭିଡ଼ିଓଟା ମୁଁ କରିପାରିନି। ତ ଠାକୁର ଘର ବି ଏମିତି ପରିଷ୍କାର ସବୁ କରିଦେଇଥିଲେ ଆଗରୁ। ତାପରେ ଠାକୁର ଘର ଯଦି ସକାଳୁ ଆସିକି ଏମିତି ସବୁ ଜିନିଷ ମାନେ କଢ଼ାକଢ଼ି କରିକି ରଖିଦେଇଥିଲି। ତାପରେ ଠାକୁର ଘର ଝାଡ଼ୁ ମାରିଥିଲି। ତ କିଛି ଜଣ କୁହନ୍ତି ଯେ ଗାଧେଇ ସାରିକି ଝାଡ଼ୁ ମାରନ୍ତିନି ବୋଲି, ହେଲେ ଯେହେତୁ ଠାକୁର ଘର ଆମେ ତ ଅଗାଧୁଆ ଯାଇକି ଝାଡ଼ୁ ମାରି ପାରିବାନି ନା। ତ ଠାକୁର ଘରଟା ମୋତେ ତ ମୁଁ ଜାଣିନି ସେମିତି କିଛି ରିଜନ୍ ଅଛି କି ନାହିଁ, କିନ୍ତୁ ଠାକୁର ଘର ତ ଗାଧେଇକି ହିଁ ମାନେ ସଫା କରିବାକୁ ପଡ଼ିବ ନା। ତ ଝାଡ଼ୁ ମାରି ଦେଇଥିଲି। ଝାଡ଼ୁ ମାରି ସାରିକି ପୁଣି ପୋଛାପୋଛି ବି କରିବାକୁ ପଡ଼ିବ। ତ ପୋଛାପୋଛି କରିସାରିଲା ପରେ ଆସିକି ମୁଁ ମାନେ ସବୁବେଳେ ଠାକୁରଙ୍କୁ ଏମିତି ପାଣିରେ ଟିକେ ଗଙ୍ଗା ଜଳ ପକେଇକି ଛିଞ୍ଚେ। ତ ଏମିତି ଛିଞ୍ଚି ସାଇଲା ପରେ ତାପରେ ମାନେ ପୂଜାପୂଜି ଆରମ୍ଭ କରେ। ମୁଁ ଏମିତି ହିଁ କରେ, ମୁଁ ଜାଣିନି କେମିତି କରନ୍ତି କଣ? ମୁଁ ମାନେ ଫାଷ୍ଟ ପାଣି ଛିଞ୍ଚି ସାଇଲା ପରେ ତାପରେ ଏମିତି ସବୁ ମାନେ ବାସି ଫୁଲ ଥାଏ ତାକୁ ସବୁ କାଢ଼ିକି ବାସନ ବି ଧୋଇକି ଆଣିଥିଲି। ତାପରେ ଚନ୍ଦନ ସବୁ ଲଗେଇଦେଲି। ଆଉ ଠାକୁର ଘରେ ମୋତେ ମାନେ ସବୁବେଳେ ଫିଲ୍ ହୁଏ ଯେ ମୋତେ ଯେତିକି ଦୁଃଖ ଅଛି ଯାହା ଅଛି, ମୁଁ ପୂଜା କରିବା ସମୟରେ ମାନେ ଜାଣିନି ଯେ ଠାକୁରଙ୍କୁ କେମିତି ଭକ୍ତି କରନ୍ତି କି କଣ? କିନ୍ତୁ ଯେତେବେଳେ ମୋ ମନରେ କିଛି ଦୁଃଖ ଥାଏ, ମୁଁ ଠାକୁର ପୂଜା କଲାବେଳେ ସେସବୁ କଥା ମୋ ମନ ଭିତରେ ଚାଲିଥାଏ। ଆଉ ଆପେ ଆପେ ବି ଆଖିରୁ ବେଳେବେଳେ ଲୁହ ବାହାରିଯାଏ। ଆଉ ସେଇ ଜାଗାଟା ମୋତେ ଲାଗେ ଯେମିତି ଏଇଠି ଯେକୌଣସି କଥା କହିଲେ ସେ ସବୁ ଫୁଲଫିଲ୍ ହେଇଯିବ। ଆଉ ସେମିତି ହୁଏ ବି। ମୁଁ ଯେତେବେଳେ ବି କୌଣସି କଷ୍ଟ ଥିବ ଭଗବାନଙ୍କ ପାଖରେ କହିଲେ ମୋର ସବୁକିଛି ସେ ଫୁଲଫିଲ୍ କରିଛନ୍ତି। ମାନେ କିଛି ବି ସେମିତି ନାହିଁ। ତ ଫାଷ୍ଟ ପୂଜା ଆରମ୍ଭ କଲାବେଳେ ଗଣେଶ ଠାକୁରଙ୍କୁ ଆବାହନ କରିକି ପୂଜାଟା ଷ୍ଟାର୍ଟ କରିଥିଲି। ଆଉ ଯୋଉ ଫୁଲଟା ଆଣିଥିଲି ମାଆଙ୍କ ପାଇଁ ମାନେ ବହୁତ ବଡ଼ ଫୁଲ ଥିଲା ନା, ତାକୁ ଲଗେଇବାକୁ ଟିକେ ବହୁତ କଷ୍ଟ ହେଇଥିଲା। କିନ୍ତୁ ଯାହା ଯେମିତି ହଉ ଲଗେଇ ଦେଇଥିଲି। ଲଗେଇ ଦେଇକି ମୁଁ ମୋର ଯେ ମାନେ ଧୂପ, ଦୀପ ଏସବୁ ଦେଇକି ପୂଜା ଆରମ୍ଭ କରିଦେଇଥିଲି। ତ ମୋତେ ତ କିଛି ମନ୍ତ୍ର ସେମିତି ଜଣା ନାହିଁ। ଯାହା ଯେମିତି ହଉ ଭଗବାନଙ୍କ ନାଁ ଧରିକି ପୂଜାଟା ଆରମ୍ଭ କରିଦେଇଥିଲି। ତ ପୂଜା କରିସାରିଲା ପରେ ଯାହା ବି ଭୋଗ ଥିଲା ସେସବୁ ଏମିତି ଦେଇକି ମୁଁ ପୂଜାଟା ସମାପ୍ତ କରିଥିଲି। ଭିଡ଼ିଓଟିକୁ ଏଇଠି ରଖିଲି। ରହିଲି। ନମସ୍କାର।